নমস্কার দর্শক বন্ধু আপনাଙ୍କୁ ସ୍ୱାଗତ କରୁଛି ବର୍ତ୍ତମାନର ଏ ଭିଡ଼ିଓରେ। ତେବେ ଦେଖନ୍ତୁ ଫ୍ରେଣ୍ଡସ୍ IBPS ତରଫରୁ ବହୁତ ବଢ଼ିଆ ପୋଷ୍ଟର ନିଯୁକ୍ତି ଯେଉଁଥିରେ କି ଟୋଟାଲ ନମ୍ବର ଅଫ୍ ଭ୍ୟାକେନ୍ସି 6715 ପୋଷ୍ଟ ପାଇଁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ପିଲାମାନେ ଆପ୍ଲାଏ କରିପାରିବେ। ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ପିଲାମାନଙ୍କ ପାଇଁ ସବୁ ପ୍ରକାର ପୋଷ୍ଟର ଭ୍ୟାକେନ୍ସି ଦେଖିବାକୁ ମିଳିଛି। ତେବେ ନିହାତି ରୂପେ ଅନଲାଇନ୍ ମାଧ୍ୟମରେ ଆବେଦନ କରିବେ, ଯାହାର ଶେଷ ତାରିଖ ରହୁଛି 21 ଜୁଲାଇ 2026। ତେବେ ଏଇ ପୋଷ୍ଟ ପାଇଁ କ'ଣ ସବୁ ଡିଟେଲ୍ସ କ୍ରାଇଟେରିଆ ଆବଶ୍ୟକତା କରୁଛି ସେ ବିଷୟରେ ଆପଣମାନଙ୍କୁ ଏ ଭିଡ଼ିଓରେ ସମ୍ପୂର୍ଣ୍ଣ ରୂପେ ଜଣାଇବି। ଭିଡ଼ିଓଟିକୁ ଭଲ ଲାଗିଲେ ଭିଡ଼ିଓଟିକୁ ଲାଇକ୍ କରିବେ, ସାଙ୍ଗସାଥୀଙ୍କ ସହିତ ସେୟାର କରିବାକୁ ଜମାରୁ ଭୁଲିବେନି। ତେବେ ଦେଖନ୍ତୁ ଏଠି ଆପଣମାନଙ୍କର ଅର୍ଗାନାଇଜେସନ୍ କ'ଣ ରହୁଛି, IBPS ବା ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସନାଲ ସିଲେକ୍ସନ୍, ଯାହାଦ୍ୱାରା କି ଆପଣମାନଙ୍କର ଟୋଟାଲ ନମ୍ବର ଭ୍ୟାକେନ୍ସି 6715ଟି ପୋଷ୍ଟ ପାଇଁ ଆସିଛି। ଏଥି ରିକ୍ରୁଟମେଣ୍ଟ ରହୁଛି ପ୍ରୋବାବିନାରୀ ଅଫିସର ଏବଂ ମ୍ୟାନେଜମେଣ୍ଟ ଟ୍ରେନିଂ ବୋର୍ଡରେ, ଯେଉଁଠିକି ଆପଣମାନଙ୍କୁ ବହୁତ ବଢ଼ିଆ ସାଲାରୀ ଏଠି ମିଳୁଛି। ସାଲାରୀ ଦେଖିବାକୁ ଗଲେ ଆପଣମାନଙ୍କର ଏଠି 74,000 ଟଙ୍କାରୁ ଆରମ୍ଭ କରିକି ବହୁତ ଭଲ ଦରମା ଦେଖିବାକୁ ମିଳୁଛି ଏଥି ନିମନ୍ତେ, ଯଦି ଆପଣମାନେ ଏଥିରେ ନିଯୁକ୍ତି ପାଉଛନ୍ତି। ଅଲ୍ ଇଣ୍ଡିଆ କ୍ୟାଟେଗୋରୀ ଏହି ଭ୍ୟାକେନ୍ସି ରହିଛି। ଯଦି ଓଡ଼ିଶାର ପିଲାମାନେ ବି ଆପ୍ଲାଏ କରୁଛନ୍ତି ତାହେଲେ ନିଯୁକ୍ତି ପାଇଲେ ତାଙ୍କର ବେସିକ୍ ଅଲ୍ ଇଣ୍ଡିଆ କ୍ୟାଟେଗୋରୀ ଭ୍ୟାକେନ୍ସିରେ ନିଯୁକ୍ତି ଦିଆଯିବ। ତେବେ ଏଠି କ୍ୱାଲିଫିକେସନ୍ ଆପଣମାନଙ୍କର ବ୍ୟାଚଲର ଡିଗ୍ରୀ କମ୍ପ୍ଲିଟ୍ କରିଥିବେ, ଯେକୌଣସି ଷ୍ଟ୍ରିମ୍ରେ ହେଲେ ବି ଚଳିବ। ଆପଣମାନେ ଯଦି ଆର୍ଟ୍ସ, ସାଇନ୍ସ, କମର୍ସ ଯେକୌଣସିରେ ବ୍ୟାଚଲର ଡିଗ୍ରୀ ହାସଲ କରିଛନ୍ତି ଆପ୍ଲାଏ କରିପାରିବେ। ଏଠି ଏଜ୍ ଲିମିଟ୍ 20 ବର୍ଷରୁ 30 ବର୍ଷ ବୟସ ସୀମା ରହିଛି। ଏଥିସହିତ SC ST EWS କ୍ୟାଟେଗୋରୀ ପିଲାମାନଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି। ଅନଲାଇନ୍ ପ୍ରୋସେସରେ ଆପଣମାନେ ଫର୍ମକୁ ଆପ୍ଲାଏ କରିବେ। 1 ଜୁଲାଇ 2026ରୁ ଏହାର ଫର୍ମ ଅନଲାଇନ୍ ମାଧ୍ୟମରେ ଆଭେଲେବୁଲ୍ ହୋଇସାରିଛି। ଆପଣମାନେ 21 ଜୁଲାଇ 2026 ଭିତରେ ଫର୍ମକୁ ଆପ୍ଲାଏ କରିପାରିବେ। ତେବେ ଏଠି ଆପ୍ଲିକେସନ୍ ଫିସ୍ ବାବଦେ 850 ଟଙ୍କା ଆପ୍ଲିକେସନ୍ ଫିସ୍ ଲାଗୁଛି ଯଦି ଆପଣମାନେ ଜେନେରାଲ, OBC, EWS କ୍ୟାଟେଗୋରୀ ବିଲଙ୍ଗସ୍ କରୁଥିବେ। ଏଠି SC ST ବା PWBD କ୍ୟାଟେଗୋରୀର ପିଲା ହୋଇଥିଲେ 175 ଟଙ୍କା ଆପ୍ଲିକେସନ୍ ଫିସ୍ ଆପଣମାନଙ୍କୁ ଦେବାକୁ ପଡ଼ୁଛି। ଏଠି ଆପଣମାନଙ୍କର ଯେଉଁ ସିଲେକ୍ସନ୍ ପ୍ରୋସିଜର ରହିବ ତାକୁ ମଧ୍ୟ ଦେଖି ରଖନ୍ତୁ। ପ୍ରଥମେ ପ୍ରିଲିମିନାରୀ ଏକ୍ଜାମ୍ ହେବ, ତାପରେ ମେନ୍ ଏକ୍ଜାମ୍ ହେବ ଏବଂ ଇଣ୍ଟରଭ୍ୟୁ ଏକ୍ଜାମ୍ ଦେଇକି ଆପଣମାନଙ୍କୁ ଏଠି ନିଯୁକ୍ତି ଦିଆଯିବ। ତେବେ ପ୍ରିଲିମିନାରୀ ଏକ୍ଜାମ୍ର ଡିଟେଲ୍ସ ଆପଣମାନଙ୍କର ଅଫିସିଆଲି ନୋଟିଫିକେସନ୍ରେ ମଧ୍ୟ ମେନସନ୍ ରହିଛି। 22ରୁ 23 ଅଗଷ୍ଟ 2026ରେ ଆପଣମାନଙ୍କର ପ୍ରିଲିମିନାରୀ ଏକ୍ଜାମିନେସନ୍ ରହିବ ବୋଲି ଏଥିରେ ଜଣାଯାଇଛି ଏବଂ ମେନ୍ ଏକ୍ଜାମ୍ ଯେଉଁଟାକି 4 ଅକ୍ଟୋବର 2026ରେ ରହିବ ବୋଲି ଏଥିରେ ଅପଡେଟ୍ ରହିଛି ଏବଂ ଇଣ୍ଟରଭ୍ୟୁ ଆପଣମାନଙ୍କର ନଭେମ୍ବରରୁ ଡିସେମ୍ବର 2026 ଭିତରେ କରାଯିବ ବୋଲି ଅଫିସିଆଲି ନୋଟିଫିକେସନ୍ରେ ମେନସନ୍ ରହିଛି। ତେବେ ସବୁଠୁ ବଡ଼ କଥା ଯେ ଏଇ ଯେଉଁ ବହୁତ ବଡ଼ ଭ୍ୟାକେନ୍ସି ପାଇଁ ଓଡ଼ିଶାର ସବୁ ଜିଲ୍ଲାର ପିଲାମାନେ ଆପ୍ଲାଏ କରିପାରିବେ। ତେବେ ନିହାତି ରୂପେ ଯେଉଁମାନେ ବି ଆପଣମାନଙ୍କ ମଧ୍ୟରୁ ଗ୍ରାଜୁଏସନ୍ ଟିକେ କମ୍ପ୍ଲିଟ୍ କରିଛନ୍ତି ଏବଂ ବ୍ୟାଙ୍କିଂ ସେକ୍ଟରରେ ଚାକିରି କରିବାକୁ ଚାହୁଁଛନ୍ତି, ତାହେଲେ ଏଇ ଯେଉଁ ପୋଷ୍ଟ ଆସିଛି PO ପୋଷ୍ଟ, MT ପୋଷ୍ଟ, ତ ଏଥିରେ ଆପଣମାନେ ନିହାତି ରୂପେ ଆବେଦନ କରନ୍ତୁ। ଅନଲାଇନ୍ ପ୍ରୋସେସ୍ ରହୁଛି 21 ଜୁଲାଇ 2026, ଯେଉଁଟାକି ଶେଷ ତାରିଖ ରହୁଛି। ବହୁତ ବଢ଼ିଆ ସାଲାରୀ ରହିଛି ଏବଂ ଆପଣମାନଙ୍କ ପାଇଁ ବେଷ୍ଟ ଅପସନ୍ କହିବାକୁ ଗଲେ ନହେବ। ତ ନିହାତି ରୂପେ ଆପଣମାନେ ଫର୍ମକୁ ଆପ୍ଲାଏ କରିବାକୁ ଚାହୁଁଥିଲେ ଫର୍ମକୁ ଆବେଦନ କରିନିଅନ୍ତୁ ଏବଂ ଯଦି ଆପଣମାନଙ୍କର କୌଣସି ଡାଉଟ୍ ରହିଛି ଏଇ ଜବ୍ ରିଗାର୍ଡ଼ିଂ, ତେବେ ନିହାତି ରୂପେ ଏହି ଭିଡ଼ିଓର ଡିସ୍କ୍ରିପ୍ସନରେ କମେଣ୍ଟ ସେକ୍ସନରେ କମେଣ୍ଟ କରନ୍ତୁ, ମୁଁ ଆପଣମାନଙ୍କର କମେଣ୍ଟର ରିପ୍ଲାଏ କରିନେବି। ତ ବର୍ତ୍ତମାନ ଭିଡ଼ିଓରେ ବାସ୍ ଏତିକି। IBPS PO ତରଫରୁ ଆସିଥିବା ନିଯୁକ୍ତି ଭିତ୍ତିକ ସୂଚନା ଆପଣମାନେ କେମିତି ରହିଲା ସେ ବିଷୟରେ ନିହାତି ରୂପେ ମତାମତ ଜଣାଇବେ ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ ଟିକେ କରିବେ, ସାଙ୍ଗସାଥୀଙ୍କ ସହିତ ସେୟାର କରିବାକୁ ଜମାରୁ ଭୁଲିବେ ନାହିଁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଦେଖା ହେବା ନେକ୍ସଟ ଅପଡେଟ୍ରେ, ସେ ପର୍ଯ୍ୟନ୍ତ ବିଦାୟ। ଜୟ ଜଗନ୍ନାଥ।